ସରକାରଙ୍କର ବିକାଶ କଥା ନେଇ ପଞ୍ଚାୟତକୁ ବୁଲିବ ବିକାଶ ବାହାନ। ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। 314ଟି ବ୍ଲକରେ ବିକାଶର ବାହାନ ଛୁଇଁବା ପାଇଁ ହୋଇଛି ଯୋଜନା। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିବ ଏହି ବିକାଶ ବାହାନ। ଏହି ବିକାଶ ବାହାନକୁ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କଲା ପରେ ଜଳେଶ୍ୱର ବ୍ଲକରେ ବିଡିଓ ଗୌରାଙ୍ଗଚରଣ ଘୋଷ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି। ଏହି ରଥ ଆଜି 4ଟି ପଞ୍ଚାୟତରେ ଲୋକଙ୍କ ପାଖକୁ ଯିବ। ବର୍ଷକ ଭିତରେ ରାଜ୍ୟ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ। ସରକାରଙ୍କର କେତେକ ପ୍ରମୁଖ ସଫଳତା ଏବଂ ପଦକ୍ଷେପ ଯେମିତି ବିକାଶ ଗାଁ ବିକଶିତ ଓଡ଼ିଶା, ସୁଭଦ୍ରା ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ଆଦିବାସୀ ଏବଂ ଏସ୍ସି କଲ୍ୟାଣ, ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ବିଭିନ୍ନ କ୍ରୀଡ଼ାର ପ୍ରୋତ୍ସାହନ, କୃଷି ପାଇଁ ସବସିଡି, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନୀତି 2020, ଗୋଦାବରୀଶା ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା, ଶିଶୁ ବାଟିକା କାର୍ଯ୍ୟକ୍ରମ ମଧ୍ୟରେ ଲୋକଙ୍କର ଜଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।